ନୂତନ ଭାବେ ଘୋଷଣା ହୋଇଥିବା ଏନ୍ଏସି ବୋରିଗୁମା ସହର ଆଜିର ଦିନରେ ଟ୍ରାଫିକ୍ର ଘୋର ସମସ୍ୟା ଦେଇ ଗତି କରୁଛି। ମଝିରେ ବଡ଼ ବଡ଼ ଗାଡ଼ି, ଦୁଇ ପାର୍ଶ୍ୱରେ ପରିବାବାଲା ଏବଂ ଦୋକାନୀଙ୍କର ଦବଙ୍ଗଗିରି କହିଲେ ନ ଚଳେ। ମଝିରେ ଗାଡ଼ି ରାସ୍ତା ପୁରା ଜାମ୍ ହୋଇଯାଉଥିବାରୁ ଲୋକଙ୍କର ଚାଲି ଯିବାକୁ ମଧ୍ୟ ବାଟ ଖଣ୍ଡେ ନାହିଁ। ପୁଣି ତିନି ଚକିଆ ଅଟୋ ରଖିଥିବା ଯୋଗୁଁ ରାସ୍ତା ଆହୁରି ଭିଡ଼ ଜମୁଛି। ପୋଲିସ ବାରମ୍ବାର ତଗିଦ କଲେ ମଧ୍ୟ କୌଣସି ଲୋକ କର୍ଣ୍ଣପାତ କରିବାକୁ ରାଜି ନାହାନ୍ତି। ତେଣୁକରି ବୋରିଗୁମା ସହରର ଟ୍ରାଫିକ୍ ବର୍ତ୍ତମାନ ସମ୍ପୂର୍ଣ୍ଣ ଧ୍ୱସ୍ତ ପାଲଟି ଯାଇଛି। ବୁଦ୍ଧିଜୀବୀ ଏବଂ ବୟସ୍କ ଲୋକଙ୍କର ମହଲରେ ଏହା ଏକ ଚର୍ଚ୍ଚାର ବିଷୟ। ଜୟପୁରରୁ ଜିଲ୍ଲା ପ୍ରତିନିଧି ନୀଳାମ୍ବର ବେହେରାଙ୍କ ରିପୋର୍ଟ, ONI।